ବହୁଛି ଅବନା ଭାଇ ଦିନା ବେଶୀ ଏକ ହୋଇ କିଏ ପାଇଛି ଅନ୍ତ ଆଦ୍ୟ ଚିନି ରଖିଅଛ କାହିଁ ମହାଶୂନ୍ୟ ଶୂନ୍ୟ ବାଟ ଅର୍ପଣ ଅର୍ପଣ ଭେଟ ପିଣ୍ଡ ବ୍ରହ୍ମାଣ୍ଡରେ ଭେଦି ଧରି ନ ପାରିଲେ କେହି ନାହିଁ ଚେତା ତୁଦରେ ନଥାଏ ମନ ଭିତରେ ମାୟା ଛାୟା ମାୟା ଠାରେ କାହିଁ କିଛି ନ ଲାଗଇ ମନ କଳ୍ପନା ନାଦରେ ନ ମେସେଜା ପାଞ୍ଚରେ ତାକୁ ଏକେ କରିବ ଠା ବଜାର ନାହିଁ ହେଇଯାଇ ନ ପଶଦ ସେ ଆକାରେ କୌଶ ପୁରବାରେ ନ ପଶେ କୌଶ ପୁରବାରେ ସାରା ବ୍ରହ୍ମ ଏକ ପାଦ ରହିଛି ଗୁପତ ହୋଇ ସୁସ୍ଥିରେ ବସି ରଚିଲା କେଉଁ ଭିତରେ ରହିଲା ଯେ ତାକୁ ଭେଟାଇ ଦେବ ତା ପାଦେ ଧରିବି ଯାଇ ନ ଗଣେଶ ଭକ୍ତି ଦର୍ଶନ ଭଜନ ନାସ୍ତି କହ ଭୀମ ରଖିତେ ନିଗମ ସେ ରହିଲ ଯାଇ ଗୁରୁ ମହିମା ଲେଖ ଶୂନ୍ୟ ମନ୍ଦିରେ ବିହାର ରୂପରେଖ ନାହିଁ ଯାର ଦୁଇ ପାଦ ନମି ଶୋଇ ଏକ ପାଦେ ଧର ଧର ଅଲେଖ ପାଟଣାପୁର ସେଠା ପରେ ତାଙ୍କ ଘର ନାହିଁ ଶରଦ ଉଷମ ସାଧୁ ସଙ୍ଗେ ହେତୁ କର ନିରାମିଷ ନିଇଠା ପିଉଥିଲେ ଲାଗେ ମିଠା ଅଦେଖା ନାମେ ସ୍ୱାଦ ମେନ୍ତ ସଦା କର ଦେଖିତା ଛଟକ ଚାଲି ଜ୍ଞାନୀ ମରୁଛନ୍ତି ଭଳି ଚକ୍ଷୁ ମଟକରୁ ବେଗ ବିଜୁଳିରେ ଅତିକ୍ଷର ତାହାକୁ ଯେ ବ୍ରହ୍ମଜନ ତାହାକୁ ଯେ ବ୍ରହ୍ମଜନ ନିର୍ବେଦ କରି ଦର୍ଶନ ଅଖଣ୍ଡିତ ବ୍ରହ୍ମଲୀନ ଜନ୍ମ ମରଣରୁ ପାର କ୍ରିୟାକର୍ମ ନ ଲାଗଇ ସାଧୁ ସଙ୍ଗେ କଲେ ପାଇ ଦୀକ୍ଷାତ ନିଷ୍କାମ ଧର୍ମ ଭଜନ ଏକାକ୍ଷର ଯେଉଁଠାରେ ବ୍ରହ୍ମ ଅଛି ଉଦ୍ଦେଶ୍ୟ ନାହିଁ କିଛି କହେ ଭୀମ ରଖିତ ନିଗମେ ସେ ଅଣାକ୍ଷର ଗୁରୁ ମହିମା ଲେଖ ଚରଣ ଶରଣ ପ୍ରଭୁ ଅଭୟ ପୁର ମଣ୍ଡଳ ନାହିଁ ଅନ୍ଧାର ଉଜ୍ଜଳ ଜପା ଲେଖ ବ୍ରହ୍ମ ନାହିଁ ତାଙ୍କ ସିଦ୍ଧି ଠୁଳ ନାମର ଯେ ଦୁଆରେ ଭରସା ଅଛି କାହାରି ନିରାମୟ ବ୍ରହ୍ମଯୋଗ ମିଳିବ ଧଳକୂଳ ସ୍ୱସ୍ତିରେ ଯେ ରୂପ ଲକ୍ଷ୍ୟ ଦେବା କେଉଁ ରୂପ ଅକଳ୍ପଣ ଆକାର ଆପେ ଆପणे ନିର୍ମଳ ଧର୍ମ ଯାର ବାମ କରେ ସେ କିଏ କାହାକୁ ପଚାରେ ବୁଝଛନ୍ତି ତି ବେଳେ ବାନା କି ହେବ ବିଫଳ ସେବା ଯାର ନାଖ କଣ ଭକ୍ତ ହବ କେଉଁ ଜନ ପାଉଛ ଦୁର୍ଲଭ ତନୁ ଶ୍ରୀ ହୁଅ ସକଳ ମୁକ୍ତି ଦ୍ୱାରା ପୃଷ୍ଠ ଭାଗେ ସେ କି ଭାବେ ଭକ୍ତି ମାଗେ ଅଲେଖ ଜପଣ ଜଣାକର କୁଶଳ ଏବେ ସେ ବ୍ରହ୍ମ ଦେଖ ପ୍ରଭୁ ମୋର ରୂପ କହେ ଭୀମ ରଖିତ ସମସ୍ତେ ଧରିବ ଚାଲ ମହାପ୍ରଭୁ ଗୁରୁ ମହିମା ଲେଖ ଚରଣ ଶରଣ ପ୍ରଭୁ